ପାଳ କରିବୁ ଟିକେ କଣ କହିଲେ ଭାଇ ଘରୁ ପଳେଇବୁ ଏଠି ମାନସିକ ପୂଜା ଉପଲକ୍ଷେ ସତ୍ୟନାରାୟଣ ପାଲା ପରିବେଷଣ ହଉଛି ରେ ଓ ସଦର ପାଲା ପରିବେଷଣ ହଉଛି ହେଲେ ଜାଣିଦେଲି କହିଲେ ଜାଣିବୁ ପାଲା ଜାଣି ପାଲା ପାଲା ହଁ ରେ ହେ କଣ ପାଲା ହେ ଶ୍ରୀ ଶ୍ରୀ ମା କୁରେଇ ଶୁଣି ପାଲା ଦଳ ସପଙ୍ଗରେ ଶ୍ରୀ ଶ୍ରୀ ମା କୁରେଇ ଶୁଣି ପାଲା ଦଳ ସପଙ୍ଗ ହେଲେ ଜାଣିଦେଲି କହିଲେ ଜାଣିବୁ ଆଉ ହେଲେ ସପଙ୍ଗ ପାଲା ହଁ ରେ ହେଲେ ମାଷ୍ଟର କିଏ ରାମଚନ୍ଦ୍ର ପ୍ରଧାନ ରାମଚନ୍ଦ୍ର ପ୍ରଧାନ ହଁ ରେ କାହାର କୋଳି ବଇଛି ପଛପଟେ ଦେଖ ମା ବୁଟ କୋଳି ବଇଛି ବୁଟ ଚୁଲି ବଇ ଛିଡ଼ିଆ ହେଲେ ମାଷ୍ଟର କୋଳି ବଇଛି ମାଷ୍ଟର ପଛପଟେ ବଇଛନ୍ତି ପଛପଟେ ଓ ଏଇଟା କିଏ ଇଟା ପଥର କଣ କରୁଥିଲେ ନମସ୍କାର ମାଷ୍ଟର ନମସ୍କାର 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 ଆଉ ଗୋଟେ ହାତ ବଡ ହେଇଯିବ କି ବଡ ହେଇଯିବ କହିଲେ ସେ ଜଣେ ଶିକ୍ଷକ ମାଷ୍ଟର ଗୁରୁଜନ ସମାନ ଗୋଟେ ହାତରେ ନମସ୍କାର କରାଯାଇକି ହେଲେ ବାଡ଼ି ତ ପକେଇଦେବି କି ବାଡ଼ି ପକେଇ ପାରିବୁ ଏ ବାଡ଼ି ହଉଛି ଆମ ଘର ଲୋକ ସିରି କୁଡ଼ି ଏଇନା ସିନା ଏ ମାନେ ଜୀବିକା ଏ ବାଡ଼ି ହଉଛି ଆମ ବୃତ୍ତି ଏ ବାଡ଼ିଟା ତମର ବୃତ୍ତି ଆମେ ପୂଜା କରୁଛୁ କେବେ ରେ ପଶୁ ମାନଙ୍କୁ ଓହୋ ସେଥିପାଇଁ ତଳେ ପକେଇ ପାରିବୁ ତେଣୁ ବାଡ଼ି ମୁଁ ତଳ ପକେଇ ପାରିବିନି ମାଷ୍ଟର ଜାଣିଲି ଉଠା ନମସ୍କାର କଲି ହେଲା ହେଲା ଗଲା ଗଲା ଯାଉ 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 କଣ କରିବୁ ଦେବା ପିଲା ଆଜି ତୋର ଜୀବନଟା ସାର୍ଥକ ହେଇଗଲା ରେ ତରବ କି ନେଇ ଆଣି ବୁଲିବା ଲୋକ ଆଜି ଠାକୁରଙ୍କୁ ଦର୍ଶନ କଲୁ ସେଥିପାଇଁ ତୋର ଜୀବନଟା ଆଜି ମୁଖ୍ୟ ହେଇଗଲା ଜୀବନ ଧନ୍ୟ ହେଇଗଲା ଗୋଡ ପିଲା ଆମେ ପାଲା ବାଲା ଆମର ଭଲ କଥା ତୁ କିନ୍ ଜାଣିଲୁ ତୁମର ଭରସା ମୁଁ ଜାଣିପାରିବିନି କିଏ ଥରେ ତମ ଗାଁରେ ଗାଈ ନେଇଥିଲି ହେଲା ଗୋଡ ପିଲା ତ ନେଲେ ନେଇଥିବୁ ଆଉ ତମର ଚା ଅଭ୍ୟାସ ଅଛି 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 ତୋର ପୋଡା ମୋର ଗାଈ ଗୋଷ୍ଠକୁ କ୍ଷୀର ପାଇଁ ଯାଉଥିବା ମୋ କ୍ଷୀର ତ କ୍ଷୀର ଧର ତୁ ଦର୍ଶି ଗାଈ ହେଇଥିଲୁ ମୁଁ ଦର୍ଶି ଗାଈ ତମ ଦଉଥିଲ ପିଉଥିଲ ଆଉ କହୁଛୁ ବୋଲେ କ୍ଷୀର ଦୁଇ ପିଲା ଦଉଥିବ ସେମିତି କହ ହେଲେ ପୋଡା ଗାଈ ମନେ ପଡା ବୋଲେ ତମର ପୋଡା ଟିକେ ଚଗିଲା ଟା ମାରିছে ଚଗିଲାଟା ସଦର ଭିତରେ ଚାରିଆ ଛଅଟା ହାତ ମାରିବ ନହେଲେ ସନ୍ଧ୍ୟା ହାତ ମାରିବ ଗୋଟେ ପରେ ପିଲାକୁ ଆଶା କରେ ଭଲ ଅଛି ରେ ଏବେ ସମ୍ପୂର୍ଣ୍ଣ ଭାବରେ ଭଲ ଅଛି ପିଲା ଭଲ ଅଛି ଭଲ ଅଛି ହଉ 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 ସେ ଭଗବାନ ପ୍ରଭୁ ସତ୍ୟନାରାୟଣ ମା କୁରେଶୁଣୀ ପିଲାକୁ ଆଶୀର୍ବାଦ ଦିଅନ୍ତୁ ମଙ୍ଗଳ ରଖନ୍ତୁ ନମସ୍କାର ମାଷ୍ଟର ଯାଉଛି ଯାଉଛି କଣ ହେଲା ରେ କେଡେ ଚାଲାକି ହେଇଛୁ ଆଉ କଣ ହେଲା ଆମେ ସମସ୍ତଙ୍କର ଭଲ ସାର ପଚାରିବୁ ତୋର ଭଲ ମନ୍ଦ ଦୁଃଖ ସୁଖ ଟିକେ କହିକି ଯା ମୋର ସେଟାକୁ କି କହିଲେ ଦୁଃଖ ଅଛି କି ରେ ଦୁଃଖ ବଡ ଭଗବାନ ଜାଣିବ ଦୁଃଖ ଭଗବାନ ତ ସମସ୍ତଙ୍କର ଦୁଃଖ କଥା ଜାଣନ୍ତି ତୋର ଦୁଃଖଟା କିପରି ଟିକେ ପ୍ରକାଶ କରିକି ଯା ମୋର ଦୁଃଖ କହିଲି ଦୁଃଖ କାହାକେ କହିବି କୁକୁର ହେଇଗଲେ ସବୁଠୁ ଭଲ କୁକୁର ସାଇ ସାଇ ବୁଲିବୁ କି ବିଲୁଣା କରିବୁ କୁକୁର ଖାଇବି ରାତିରେ କହିଯିବୁ ଭାଇଆ ମାଷ୍ଟେ ମତେ ଘୁଷୁରୀ କୁକୁର ଆଉଛନ୍ତି କହିଲେ ତୁ ଏବେ କଣ ଗୀତଟା ଗାଇଲୁ କଣ ଗାଇଲି ତୁ ଜଣେ ମଣିଷ ପଶୁ ସାଙ୍ଗରେ ପଶୁ ବୋଲି ଗୀତଟା ଗାଇଲୁ ତତେ କଣ କୁହାଯିବ ଆଜକୁ 7 ଦିନ ହେଲା ଭୋକ ମରୁଛି ମାଷ୍ଟେ ମାଷ୍ଟେ ମରୁଛି ନାଇଁ ମୁଁ ମରୁଛି ତ ମୁଁ କହୁଛି ତୋର କିଏ ନଥିବେ ମା କାରଣ ମୋର ତିନିଟା ମାଇପ ତିନିଟା ମାଇପ ତିନିଟା ମାଇପ କି ରେ ତିନିଟା ମାଇପ ଥିଲେ କି ହବ କଥା ଅଛି ବଲା 6 ପୁଅ 9 ନାତି ମୋର କିଏ ନାତି ହେଲା ତିନିଟା ମାଇପ ଥିଲେ କି ମୁଁ ତ ଭୋକ ମରୁଛି ଏ ଗୋଡ଼ ପିଲା
କହିଲେ ତିନିଟା ମାଇ ମୁଁ ପିନ୍ଧେଲେ ବାହାରୁ ହେ କିଏ ସିନା ଗୋଟାକୁ ପେତିରେ ବାହାରୁଛି ରେ ତୁ ତିନିଟାକୁ ହେଇଛୁ କି ରେ ତମେ ରାମାୟଣ ଶୁଣିବ ଦେଖିବ ଶାସ୍ତ୍ର ଚିତ୍ର ମାଇନା ଅଣ୍ଡା ବଦା ତୁ କି କହିବୁ ତ କହିବା କଥା ଆମେ କିଛି ବୁଝିପାରିଲୁ ମୁଁ କହିବା ନା ବୁଝିପାରିଲୁ ମୁଁ କଣ ବୁଝିପାରିଲିନି ନାଇଁ ନାଇଁ ବୁଝିପାରିଲୁ ମୋର ମାମୁର ତିନିଟା ଝିଅ ଥିଲେ ବୁଝିଲା ରେ ମାମୁର ତିନିଟା ଝିଅ ଥିଲେ ବୁଝିଲା ହଁ ବୁଝିଲା ବଡ ସାନ ମଝିଆ ତୋର ସାନ ମଝିଆ ତୋର ଘଣ୍ଟା ଏମିତି ମୋର କଣ ଏମିତି ଆଜ୍ଞା ବୁଝିଲେ ବୁଝ ନା ରୁଷବାସ ଖାଇ ଶୋଇବ ସକାଳ ଉଠି ପଳେଇବ ହେଲେ ବଡ ସାନ ମଝିଆ ମଝିଆ ପ୍ରଥମେ ମାମୁର ମଝିଆ ବାଗ ହେଲି ବଡଟାକୁ ସାନଟାକୁ ଛାଡିକିରି ମଝିଆଟାକୁ ହେଲୁ ଏଇଟା ଆଗରୁ ଭଲ କହୁଥିଲେ ଏ ମାସେ ଆଗର ଭାବ ଥିଲା ହେଲା ହେଲା ସିଏ ବଳଦ ମୁଁ ଗାଈ ଧରି ନଥିଲି ହେଲେ ବଡ ସୁଲେ ସାଣ୍ଡା କେଟିଲାନି ମାମୁ କହିଲି ମାମୁର ମଝିଆ ବାଗ ହେଲୁ ଯେତେବେଳେ ହେଇଗଲି ବାହାତ ହେଲୁ ଆଉ କାନ୍ଦୁଛୁ ନିଶୁଣା ମୋଡୁଛୁ କଣ ରେ ସିଏ ମଲା କାଇଁ ଲାଗିଲା କାଇଁ ଲାଗିଥିଲେ ଆମର ବେଶୀ ଚାବୁଡା କି ତମକୁ ପ୍ରାପ୍ତ କରିଥାନ୍ତି ମତେ ରାଣ୍ଡ କଟେ ଚାଲିଗଲା ଓହୋ କେଡେ କଥା କହିଲା ରେ ସେ ମରିଗଲୁ ମତେ ରାଣ୍ଡ କଟେ ଚାଲିଗଲା ତାପରେ କଣ ହେଲା ଟିକେ କହ ଦେଖେ ସେ ମରିଗଲା ମାମୁ କହିଲୁ ମାମା ବୋଧେ ବାଗେଇଥିଲି ସିଏ ତ ମରିଗଲା ତା ତଳେ କହିଲି କଣ ପାଉଡା ପାଉଡା ଯିବା କଣଟା ଅଛି ରେ ବୋଲେ ଛାଇ ମାଇପ କହିଲେ ଛାଇ ମାଇପ ଓହୋ ମାଛ ତାକରେ ଫଳି